ବନ୍ଧୁଗଣ, ଯଦି ଖାଇବା ପରେ ଆପଣଙ୍କ ପେଟ ଫୁଲି ଯାଉଛି, ପେଟରେ ଗ୍ୟାସ୍ ଫସିଗଲା ପରି ଲାଗୁଛି କିମ୍ବା ପେଟ ବହୁତ ଟାଇଟ୍ ହୋଇଯାଉଛି, ତେବେ ଆଜି ଆପଣ ବିଲକୁଲ ଠିକ୍ ଜାଗାକୁ ଆସିଛନ୍ତି। ଆଜି ଆମେ ଆଲୋଚନା କରିବା କାହିଁକି କିଛି ଲୋକଙ୍କର ହିଁ ଖାଇବା ପରେ ଏମିତି ଅବସ୍ଥା ହୁଏ। ମୁଁ ଆପଣଙ୍କୁ ଏମିତି କିଛି ଘରୋଇ ଉପଚାର କହିବି ଯାହାକୁ ପାଳନ କଲେ ପେଟରେ ଗ୍ୟାସ୍ ହେବ ହିଁ ନାହିଁ। ଏହା ସହିତ ଆମେ ଏମିତି କିଛି ଖାଦ୍ୟ ବିଷୟରେ ଜାଣିବା ଯାହା ଗ୍ୟାସ୍ ବଢ଼ାଇଥାଏ ଏବଂ କିଛି ଉପାୟ ଜାଣିବା ଯାହା ତୁରନ୍ତ ଆରାମ ଦେବ। ଭିଡିଓର ଶେଷରେ ମୁଁ ଏହି ସମସ୍ୟାର ସ୍ଥାୟୀ ସମାଧାନ ବିଷୟରେ ବି କହିବି। ଗ୍ୟାସ୍ ସମସ୍ୟାକୁ କେବେ ବି ହାଲୁକାରେ ନେବା ଉଚିତ ନୁହେଁ, କାରଣ ଏହା ଆଗକୁ ଯାଇ ଆଇବିଏସ୍ ବା ଅଲସରେଟିଭ୍ କୋଲାଇଟିସ୍ ପରି ବଡ଼ ରୋଗର ରୂପ ନେଇପାରେ। ଆୟୁର୍ବେଦ ଅନୁସାରେ ଖାଇବା ପରେ ପେଟ ଫୁଲିବାର ମୁଖ୍ୟ କାରଣ ହେଉଛି ଡାଇଜେଷ୍ଟିଭ୍ ଫାୟାର କମ୍ ହେବା। ମଡର୍ଣ୍ଣ ସାଇନ୍ସ ଭାଷାରେ କହିଲେ ଆପଣଙ୍କ ପେଟରେ ଏସିଡ୍ କମ୍ ଅଛି, ଯାହାଦ୍ୱାରା ହଜମ ପ୍ରକ୍ରିୟା ପାଇଁ ଆବଶ୍ୟକ ରସ ବାହାରି ପାରୁନାହିଁ। ଯେମିତି ନିଆଁ କମ୍ ଥିବାବେଳେ ତା ଉପରେ ବହୁତ ଜିନିଷ ଢାଳିଦେଲେ ନିଆଁ ଲିଭିଯାଏ ଏବଂ କେବଳ ଧୂଆଁ ବାହାରେ। ଠିକ୍ ସେମିତି ଡାଇଜେଷ୍ଟିଭ୍ ଫାୟାର କମ୍ ଥିବାବେଳେ ଖାଇଲେ ପେଟରେ ଗ୍ୟାସ୍ ତିଆରି ହୁଏ। ଏହି ଅଗ୍ନି କମ୍ ହେବାର କାରଣ ହେଉଛି ଆମର ଖାଇବା ଶୈଳୀ। ଯେମିତିକି ଅଧିକ ଖାଇବା, ନ ଚବାଇ ଗିଳିଦେବା, ଠିକ୍ ସମୟରେ ନ ଖାଇବା, ବହୁତ ଚିନ୍ତା କରିବା କିମ୍ବା ନିଦ ଠିକ୍ ଭାବେ ନ ହେବା। ଏହି ହଜମ ଶକ୍ତି ବଢ଼ାଇବା ପାଇଁ ଏକ ସହଜ ଉପାୟ ହେଉଛି କଞ୍ଚା ମୂଳାକୁ କୋରି ସେଥିରେ ଅଳ୍ପ କଳା ଲୁଣ, ଗୋଲମରିଚ ଗୁଣ୍ଡ ଏବଂ ଲେମ୍ବୁ ମିଶାଇ ଜଳଖିଆ ପୂର୍ବରୁ ଖାଲି ପେଟରେ ଖାଆନ୍ତୁ। ଏହା ପାଚକ ରସ ଏବଂ ଭଲ ବ୍ୟାକ୍ଟେରିଆ ବଢ଼ାଇବାରେ ସାହାଯ୍ୟ କରିବ। କିନ୍ତୁ ମନେ ରଖନ୍ତୁ, ମୂଳାକୁ ରାତିରେ କେବେ ବି ଖାଇବେ ନାହିଁ। ଦିନରେ ସୂର୍ଯ୍ୟଙ୍କ ଉତ୍ତାପ ଯୋଗୁଁ ଆମର ହଜମ ଶକ୍ତି ପ୍ରାକୃତିକ ଭାବେ ଭଲ ଥାଏ, କିନ୍ତୁ ସୂର୍ଯ୍ୟ ଅସ୍ତ ହେବା ପରେ ଏହା କମିଯାଏ। ତେଣୁ ରାତିରେ ହଜମ ଶକ୍ତି ବଢ଼ାଇବା ପାଇଁ ଅଦାକୁ ଲମ୍ବା ଲମ୍ବା କରି କାଟି ସେଥିରେ ସୈନ୍ଧବ ଲବଣ ଓ ଲେମ୍ବୁ ମିଶାଇ ଖାଇବା ସହିତ ସାଲାଡ୍ ପରି ଖାଆନ୍ତୁ। ଏହା ଏକ ପ୍ରଭାବଶାଳୀ ଉପାୟ। ଆଉ ଏକ ଔଷଧ ହେଉଛି ହିଙ୍ଗୋଷ୍ଟକ୍ ଚୂର୍ଣ୍ଣ, ଯାହା ଶୁଣ୍ଠି, ହେଙ୍ଗୁ, ଅଜୱାଇନ୍ ଏବଂ ପିପ୍ପଳିର ମିଶ୍ରଣରେ ତିଆରି। ଖାଇବା ପୂର୍ବରୁ ଏହାର ଏକ ଚାମଚ ଉଷୁମ ପାଣି ସହିତ ନେଲେ ଗ୍ୟାସ୍ ସମସ୍ୟା ଦୂର ହୁଏ। କିନ୍ତୁ ଏହାକୁ ଦୀର୍ଘଦିନ ପାଇଁ କ୍ରମାଗତ ଭାବେ ବ୍ୟବହାର ନ କରି 15 ଦିନ ପିଆନ୍ତୁ ଏବଂ 15 ଦିନ ଛାଡ଼ି ଦିଅନ୍ତୁ। ଯଦି ଆପଣ କିଛି ବି କରିପାରୁନାହାନ୍ତି, ତେବେ ସୂର୍ଯ୍ୟଭେଦୀ ପ୍ରାଣାୟାମ କରନ୍ତୁ, ଯାହା ଶରୀରରେ ଉତ୍ତାପ ସୃଷ୍ଟି କରି ହଜମରେ ସାହାଯ୍ୟ କରେ। ଏହା ବ୍ୟତୀତ ଲେମ୍ବୁର ଆଚାର, ବିଶେଷ କରି ଘରେ ତିଆରି ହୋଇଥିବା ସୈନ୍ଧବ ଲବଣ, ହେଙ୍ଗୁ, ଅଜୱାଇନ୍ ଏବଂ ଜିରା ମିଶ୍ରିତ ଆଚାର ହଜମ ପାଇଁ ଅମୃତ ପରି କାମ କରେ। ବଜାରର ଆଚାରଠାରୁ ଦୂରେଇ ରୁହନ୍ତୁ, କାରଣ ସେଥିରେ ଖରାପ ତେଲ ଓ ପ୍ରିଜର୍ଭେଟିଭ୍ ଥାଏ। ଆମେ ଅନେକ ସମୟରେ ଜଲ୍ଦି ଜଲ୍ଦି ଖାଇବା କିମ୍ବା କଥା ହୋଇ ଖାଇବା ଦ୍ୱାରା ପାଟି ବାଟେ ପବନ ଗିଳି ଦେଇଥାଉ, ଯାହା ପେଟ ଫୁଲିବାର ଅନ୍ୟ ଏକ କାରଣ। ତେଣୁ ଖାଦ୍ୟକୁ ସବୁବେଳେ ଚୁପଚାପ ରହି ଧୀରେ ଧୀରେ ଚବାଇ ଖାଇବା ଉଚିତ। ଏହାଦ୍ୱାରା ଲାଳ ଖାଦ୍ୟ ସହ ଭଲରେ ମିଶେ ଏବଂ ପେଟକୁ କମ୍ ପରିଶ୍ରମ କରିବାକୁ ପଡ଼େ। ସବୁବେଳେ ସୁଖାସନରେ ବସି ଖାଇବାକୁ ଚେଷ୍ଟା କରନ୍ତୁ। ଏହା ବିଜ୍ଞାନସମ୍ମତ ଭାବେ ବ୍ଲୋଟିଂ କମାଇଥାଏ। ଖାଇବା ପରେ 1 ଚାମଚ ପାନମଧୁରୀ, ଅଧ ଚାମଚ ଅଜୱାଇନ୍ ଏବଂ ଟିକେ ଗୁଡ଼ ଖାଆନ୍ତୁ। ଅଜୱାଇନ୍ ଗ୍ୟାଷ୍ଟ୍ରିକ୍ ଜୁସ୍ ବଢ଼ାଏ ଏବଂ ଖରାପ ବ୍ୟାକ୍ଟେରିଆକୁ ମାରିଦିଏ, ଯାହାଫଳରେ ଖାଦ୍ୟ ପେଟରେ ପଚିବା ପରିବର୍ତ୍ତେ ଭଲରେ ହଜମ ହୁଏ। ଖାଇବା ପରେ 5 ମିନିଟ୍ ବଜ୍ରାସନରେ ବସିବା ଏକ ଉତ୍କୃଷ୍ଟ ଅଭ୍ୟାସ, କାରଣ ଏହା ରକ୍ତ ସଞ୍ଚାଳନକୁ ପେଟ ଆଡ଼କୁ ନିଏ। ଯଦି ଅଫିସ ଯୋଗୁଁ ବଜ୍ରାସନ ସମ୍ଭବ ନୁହେଁ, ତେବେ 10 ମିନିଟ୍ ଧୀରେ ଧୀରେ ଚାଲନ୍ତୁ। ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଖାଇବା ପରେ ଅଳ୍ପ ଚାଲିଲେ ଗ୍ୟାସ୍ ସମସ୍ୟା ବହୁତ କମିଯାଏ। ଏହା ସହିତ ମସଲା ଲସି ପିଇବା ଏବଂ ଖାଇବାର 1.5 ଘଣ୍ଟା ପରେ ଗରମ ଗରମ ପାଣି ପିଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଏ। ଯଦି ଗ୍ୟାସ୍ ହୋଇ ପେଟ ବହୁତ ଫୁଲି ଯାଇଥାଏ, ତେବେ ତୁରନ୍ତ ଆରାମ ପାଇଁ ଅଧ ଗ୍ଲାସ ଗରମ ପାଣିରେ କଳା ଲୁଣ, ଅଳ୍ପ ବେକିଂ ସୋଡ଼ା, ଚିମୁଟାଏ ହେଙ୍ଗୁ ଏବଂ ଲେମ୍ବୁ ମିଶାଇ ପିଅନ୍ତୁ। ଅନ୍ୟ ଏକ ଉପାୟ ହେଉଛି ଅମୃତଧାରା, ଯାହାର 3-4 ଟୋପା ଗରମ ପାଣିରେ ମିଶାଇ ପିଇଲେ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳେ। ଗ୍ୟାସ୍ ବାହାର କରିବା ପାଇଁ ପବନ ମୁକ୍ତାସନ ମଧ୍ୟ ଏକ ପ୍ରଭାବଶାଳୀ ଯୋଗାସନ। ଖାଦ୍ୟ ବିଷୟରେ କହିଲେ ରାଜମା, କଳାବିରି, ଚଣା ଡାଲି ଓ ମଟର ପରି ଜିନିଷ ଗ୍ୟାସ୍ ବଢ଼ାଇଥାଏ। ତେଣୁ ଏଗୁଡ଼ିକୁ ରାତିରେ ଖାଆନ୍ତୁ ନାହିଁ ଏବଂ ରୋଷେଇ ପୂର୍ବରୁ ଏହାକୁ ଭଲରେ ବତୁରାଇ ରଖନ୍ତୁ। ମୁଗ ଓ ହଳଦିଆ ମୁଗ ଡାଲି ହଜମ ପାଇଁ ସବୁଠୁ ଭଲ। ବହୁତ ମିଠା ଏବଂ ଥଣ୍ଡା ଜିନିଷ ଖାଇବା କମାନ୍ତୁ, କାରଣ ଏହା ହଜମ ନିଆଁକୁ ଲିଭାଇ ଦିଏ। ଏହା ବଦଳରେ ରୋଷେଇରେ ଅଦା, ଲେମ୍ବୁ, ଅଜୱାଇନ୍, ହେଙ୍ଗୁ, ତେଜପତ୍ର ଏବଂ ଗୋଲମରିଚ ବ୍ୟବହାର କରନ୍ତୁ। ରୋଷେଇ ଶେଷରେ ଖାଦ୍ୟ ଉପରେ 1 ଚାମଚ ଘିଅ ପକାଇ ଖାଇଲେ ହଜମ ଶକ୍ତି ବଢ଼େ। ନିଜ ଶରୀରକୁ ଲକ୍ଷ୍ୟ କରନ୍ତୁ, କେଉଁ ଜିନିଷ ଯୋଗୁଁ ଆପଣଙ୍କୁ ଗ୍ୟାସ୍ ହେଉଛି। ଯେମିତିକି କାହାକୁ କ୍ଷୀର,
କୋବି ବା ଗହମ ଖାଇଲେ ଅସୁବିଧା ହୋଇଥାଏ ସେହି ଜିନିଷକୁ ଡାଏଟ୍ରୁ ବାହାର କରିଦିଅନ୍ତୁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗ୍ୟାସ୍ ସମସ୍ୟାକୁ ମୂଳରୁ ଶେଷ କରିବା ପାଇଁ ପ୍ରତିଦିନ ଭସ୍ତ୍ରିକା, କପାଳଭାତି ଏବଂ ଅଗ୍ନିସାର କ୍ରିୟା କରନ୍ତୁ। ଏହି ତିନୋଟି ପ୍ରାଣାୟାମ ଆପଣଙ୍କ ହଜମ ଶକ୍ତିକୁ ଏତେ ମଜବୁତ କରିଦେବ ଯେ ଗ୍ୟାସ୍ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ। ମନେ ରଖନ୍ତୁ, ଭଲ ହଜମ ଶକ୍ତି ହିଁ ସୁସ୍ଥ ଶରୀରର ଚାବିକାଠି। ମୁଁ ନିରାକାର। ଏହି